ଜୟ ଜଗନ୍ନାଥ ସାଙ୍ଗମାନେ। ସୁଭାଷ ଚନ୍ଦ୍ର ବୋଷ ଆଦିବାସୀ ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ। 7th ପାସ୍, 10th ପାସ୍, +3 ପାସ୍ ପିଲା ଏହାକୁ ଆବେଦନ କରିବେ। ବୟସ ସୀମା 18ରୁ 35 ବର୍ଷ ଯେଉଁମାନେ ହେଇଥିବ ସେମାନେ ଏହାକୁ ଆବେଦନ କରିପାରିବେ। ଆବେଦନ କେବଳ ଅଫଲାଇନ୍ରେ ହେବ। ଚାଲନ୍ତୁ ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିନେବା। ଏହା କେଉଁଠାରେ ତୁମେମାନେ ପୋଷ୍ଟିଂ ପାଇବ, ତା ସହିତ କିପରି ଏହାକୁ ଆବେଦନ କରିବ ଓ କେତେ ଟଙ୍କା ଦରମା ରହିବ। ସାଙ୍ଗମାନେ ଦେଖିଦିଅନ୍ତୁ, ଭୁବନେଶ୍ୱର ମହାନଗର ଅଞ୍ଚଳରେ କାର୍ଯ୍ୟକ୍ଷମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଦିବାସୀ ବିଦ୍ୟାଳୟରେ ଚୁକ୍ତିଭିତ୍ତିକ ସମ୍ବନ୍ଧୀୟ ନିଯୁକ୍ତି ଦିଆଯିବ। ଦେଖ ସାଙ୍ଗମାନେ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ଅଭିଯାନ ଖୋର୍ଦ୍ଧା ଅଧୀନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ପରିଚାଳିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଦିବାସୀ ବିଦ୍ୟାଳୟମାନଙ୍କରେ ନିମ୍ନଲିଖିତ ପଦବୀଗୁଡ଼ିକ ଚୁକ୍ତିଭିତ୍ତିକ ଭାବରେ ନିୟୋଜିତ ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଉଅଛି। ସମସ୍ତ ପଦବୀ ସମ୍ପୂର୍ଣ୍ଣ ଭାବେ ସ୍ଥାୟୀ ଓ ଅର୍ଦ୍ଧବାର୍ଷିକ ଚୁକ୍ତିଭିତ୍ତିକ ଏବଂ ଚୁକ୍ତି ଅବଧି ନିମନ୍ତେ ସନ୍ତୋଷଜନକ କାର୍ଯ୍ୟକ୍ଷମ ଭିତ୍ତିରେ ପୁନଃ ନବୀକରଣ ଯୋଗ୍ୟ ଅଟେ। ଏ ସମସ୍ତ ପଦବୀ ପାଇଁ ସବୁ ଜିଲ୍ଲାର ପ୍ରାର୍ଥୀ ଏହାକୁ ଆବେଦନ କରିପାରିବେ। ଏଇଠାରେ କ'ଣ ସବୁ ଜିଲ୍ଲାର ପ୍ରାର୍ଥୀ ଆବେଦନ କରିପାରିବେ, ଏଠି ଡିଟେଲ ମେନସନ୍ ଅଛି। ତେଣୁ ତୁମେମାନେ ଯେଉଁ ଜିଲ୍ଲାର ହୋଇଥାଅ ନା କାହିଁକି ତୁମେମାନେ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବ। ଏହା କେବଳ ଖୋର୍ଦ୍ଧା ଜିଲ୍ଲାରେ ତୁମେମାନେ ପୋଷ୍ଟିଂ ପାଇବ, କିନ୍ତୁ ସବୁ ଜିଲ୍ଲାର ପିଲା ଏହାକୁ ଆବେଦନ କରିପାରିବେ। ସାଙ୍ଗମାନେ ପଦବୀ କ'ଣ ରହୁଛି? ଖାଲି ଥିବା ପଦବୀ ସଂଖ୍ୟା 1/1/2024 ସୁଦ୍ଧା ବୟସ କେତେ ହୋଇଥିବା ଦରକାର, ଶିକ୍ଷାଗତ ଯୋଗ୍ୟତା କ'ଣ ରହିବ, ଅଗ୍ରାଧିକାର ଭିତ୍ତିକ ବା ତୁମର ହେଉଛି ଯେଉଁ ଅଗ୍ରାଧିକାର ଭିତ୍ତିକ କହିଲେ ତୁମର ଯେଉଁ ଗୋଟେ ଏକ୍ସପେରିଏନ୍ସ ଥିବା ଦରକାର, ମାସିକ ପାରିଶ୍ରମିକ ବା କେତେ ତୁମେ ଦରମା ପାଇବ। ପାର୍ଟ ଟାଇମ୍ ଟିଚର ବିଜ୍ଞାନ, ପୁରୁଷ ଓ ମହିଳା ଏହାକୁ ଆବେଦନ କରିପାରିବେ। 3ଟି ଭ୍ୟାକେନ୍ସି ଅଛି ବା 3ଟି ପୋଷ୍ଟ ଖାଲି ଅଛି। 18ରୁ 35 ବର୍ଷ ଯେଉଁମାନେ ହେଇଥିବ ସେମାନେ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ ଦେଖ, BSc, BEd, BSc, ISc, CT, ISSc ଦେଖିନେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ଆଞ୍ଚଳିକତା ଭିତ୍ତିରେ ନିମ୍ନଲିଖିତ ଅଗ୍ରାଧିକାର ଦିଆଯିବ। ଦେଖ, ଏଇଟା 7,500 ଟଙ୍କା ଦରମା ପାଇବାକୁ ପଡ଼ିବ। ଦେଖିନେ ସାଙ୍ଗମାନେ, 2ରେ ଅଛି ପାର୍ଟ ଟାଇମ୍ ଟିଚର କଳା ଓ ପାର୍ଟ ଟାଇମ୍ ଟିଚର କଳା, ପୁରୁଷ ଓ ମହିଳା ଏହାକୁ ଆବେଦନ କରିବେ। ତାହା 2ଟି ପୋଷ୍ଟ ଖାଲି ଅଛି। ତା ସେ ବୟସ 18ରୁ 35। ତା BA, BD, BA, IA, CT, IA ଯେଉଁମାନେ କରିଥିବେ ସେମାନେ ଏହାକୁ ଆବେଦନ କରିପାରିବେ। ତାଙ୍କର ହେଉଛି 6,500 ଟଙ୍କା ଦରମା ପାଇବେ। ଦେଖ, ଫୁଲ୍ ଟାଇମ୍ ଆକାଉଣ୍ଟାଣ୍ଟ, ତାହା 2ଟି ପୋଷ୍ଟ ଖାଲି ଅଛି। ତାହା ହେଉଛି 18ରୁ 35 ବର୍ଷ। BCom ସହିତ କମ୍ପ୍ୟୁଟର ଜ୍ଞାନ ଅଭିଜ୍ଞତା ଥିବା ଆବଶ୍ୟକ। ଯେଉଁମାନେ BCom କରିଥିବେ ତା ସହିତ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ। ଆକାଉଣ୍ଟାଣ୍ଟ ଭାବେ ପୂର୍ବରୁ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ତା 13,750 ଟଙ୍କା ଦରମା ମିଳିବ। ମୁଖ୍ୟ ରୋଷେଇଆ ଓ ଉଭୟ ପୁରୁଷ ଓ ମହିଳା, ମୁଖ୍ୟ ରୋଷେଇଆ ଯେଉଁମାନେ ହେଇଥିବେ ସେମାନେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ତା ଗୋଟିଏ ପୋଷ୍ଟ ଖାଲି ଅଛି। ତା 18ରୁ 35 ବର୍ଷ ବୟସ। କୌଣସି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦିଆଯାଏ ନାହିଁ। କେବଳ ଯେଉଁମାନେ ଓଡ଼ିଆ ବା ଇଂରାଜୀ ଭାଷାରେ ପଢ଼ି ଲେଖା ଜାଣିଥିବେ ବା କେବଳ 7ମ ପାସ୍ କରିଥିବେ, ପଢ଼ା ଲେଖା ଜାଣିଥିଲେ ସେମାନେ ଏହାକୁ ଆବେଦନ କରିପାରିବେ ଓ ଚାକିରି ମଧ୍ୟ ପାଇପାରିବେ। ଯେଉଁମାନେ ରୋଷେଇଆର ଅଭିଜ୍ଞତା ଥିବା ଆବଶ୍ୟକ, ତାହା ହେଉଛି 9,000 ଟଙ୍କା ଦରମା ପାଇବେ। ଦେଖ ସାଙ୍ଗମାନେ, ସହକାରୀ ରୋଷେଇଆ ଉଭୟ ପୁରୁଷ ଓ ମହିଳା ଆବେଦନ କରିବେ। ସହକାରୀ ରୋଷେଇଆ ମାନେ ଯାହାକୁ ସାହାଯ୍ୟ କରିବେ, ରୋଷେଇଆକୁ ଯେଉଁମାନେ ସାହାଯ୍ୟ କରିବେ ସେମାନେ ସହକାରୀ ରୋଷେଇଆ ବୋଲି କୁହାଯାଏ। ସେ 3ଟି ପୋଷ୍ଟ ଖାଲି ଅଛି। ତାଙ୍କ 35ରୁ 50 ବର୍ଷ ଯେଉଁମାନେ ହେଇଥିବେ ସେମାନେ ଆବେଦନ କରିପାରିବେ। ତାଙ୍କର ସେ ଅଭିଜ୍ଞତା କେବଳ 10ମ ପାସ୍ କରିଥିବେ, ନହେଲେ 7ମ ପାସ୍ କରିଥିଲେ ମଧ୍ୟ ଆବେଦନ କରିପାରିବେ। କେବଳ ଓଡ଼ିଆ ଓ ଇଂଲିଶ ଭାଷାରେ ଟିକେ ପଢ଼ି ଲେଖି ଜାଣିଥିବା ଆବଶ୍ୟକ। ତା ସହିତ ତାଙ୍କର ଦରମା ହେଉଛି 6,500 ଟଙ୍କା ମାସିକ ରହିବ। ପିଅନ ବା ଝାଡ଼ୁଦାର, ସିଏ ହେଉଛି ପୁରୁଷ 3ଟି ମହିଳା 1ଟି। 18ରୁ 35 ବର୍ଷ ତାଙ୍କର ବୟସ ରହିବ। HSSC ବା ମାଟ୍ରିକ, ଯେଉଁମାନେ ମାଟ୍ରିକ ପାସ୍ କରିଥିବା 10ମ ପାସ୍ କରି ସେମାନେ ଆବେଦନ କରିପାରିବେ। ପୂର୍ବରୁ ଅଭିଜ୍ଞତା ଥିବା ଆବଶ୍ୟକ। ତାଙ୍କର ଝାଡ଼ୁଦାର ବା ପିଅନ ଭାବରେ କାମ କରିବାର ଅଭିଜ୍ଞତା ଥିବା ଆବଶ୍ୟକ। ତାହା ହେଉଛି 7,500 ଟଙ୍କା ଦରମା ସେମାନେ ପାଇବେ।
ରାତ୍ରି ଜଗୁଆଳି, ଯେଉଁମାନେ ରାତିରେ ରହିବେ ଜଗୁଆଳି ସେ କେବଳ ପୁରୁଷ ପ୍ରାର୍ଥୀ ଆବେଦନ କରିବେ। ତାହା ହେଉଛି 2ଟି ପୋଷ୍ଟ ଖାଲି ଅଛି। ତା ମଧ୍ୟ ସେଇ ମାଟ୍ରିକୁଲେସନ୍ ଯେଉଁମାନେ 10ମ ପାସ୍ କରିଥିବେ ତାହା ହେଉଛି ସେ ଅଗ୍ରାଧିକାର ସେ ଜାଣିଥିବା ଦରକାର। ତା ସହିତ ତାଙ୍କର 7,500 ଟଙ୍କା ଦରମା ରହିବ। ଦେଖ ଉପରେ ବର୍ଣ୍ଣିତ ଯୋଗ୍ୟତା ମାନଦଣ୍ଡ ଅନୁସାରେ ଯୋଗ୍ୟ ପ୍ରାର୍ଥୀ ଇଚ୍ଛୁକ ପ୍ରାର୍ଥୀ ପ୍ରାର୍ଥିନୀମାନେ ସମସ୍ତ ଶିକ୍ଷାଗତ ଯୋଗ୍ୟତା, ତାଲିମପ୍ରାପ୍ତ ଯୋଗ୍ୟତା, ସାର୍ଟିଫିକେଟ ଓ ମାର୍କସିଟ୍ର ଅଭିଜ୍ଞତା ଓ ଜନ୍ମ ତାରିଖ, ଆବାସିକ ପ୍ରମାଣପତ୍ର ଆଦି ସ୍ୱାକ୍ଷରିତ ଅବିକଳ ନକଲ, 2ଟି ପାସପୋର୍ଟ ସାଇଜ ଫଟୋ ସାଇଜ କଲର ପାସପୋର୍ଟ ସହିତ ଫର୍ମରେ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବାକୁ ପଡ଼ିବ। ତାହା ହେଉଛି 1/3/2024 ସୁଦ୍ଧା ତୁମେମାନେ ଆବେଦନ କରିବ। ତାହା ହେଉଛି କେଉଁଠାରେ ନା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସର୍ବଶିକ୍ଷା ଅଭିଯାନ ଖୋର୍ଦ୍ଧା, ସାପୋଜି ଖୋର୍ଦ୍ଧା, ପିନକୋଡ୍ ହେଲା 752055, ଠିକଣାରେ କେବଳ ରେଜିଷ୍ଟ୍ରେଡ ପୋଷ୍ଟ ବା ସ୍ପିଡି ପୋଷ୍ଟ ଜରିଆରେ ପହଞ୍ଚିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀ ଏନଭଲଭ ଉପରେ ସ୍ପଷ୍ଟ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଦିବାସୀ ବିଦ୍ୟାଳୟର ଚୁକ୍ତିଭିତ୍ତିକ ନିଯୁକ୍ତି ଆବେଦନ କରୁଥିବା ପଦବୀର ନାମ ଉଲ୍ଲେଖ କରିବା ଜରୁରୀ। ଉଲ୍ଲେଖିତ ଆବଶ୍ୟକ ପ୍ରମାଣ ସଂଲଗ୍ନ ସହିତ ହୋଇଥିବା ଆବଶ୍ୟକ। ସମ୍ପୂର୍ଣ୍ଣ ଆବେଦନ ପତ୍ର କିମ୍ବା ରେଜିଷ୍ଟ୍ରେଡ ଡାକ, ସ୍ପିଡି ପୋଷ୍ଟ ବ୍ୟତୀତ ଅନ୍ୟାନ୍ୟ ଜରିଆରେ ଅବା ଅନ୍ତିମ ତାରିଖ ସମୟ ମଧ୍ୟରେ ପହଞ୍ଚିବା ଆବଶ୍ୟକ। ଦେଖିନ ସାଙ୍ଗମାନେ ଏଟା ହେଲା ଚୟନ ପ୍ରକ୍ରିୟା, କିଭଳି ତୁମେମାନେ ଚୟନ ହେବ ତା ଚୟନ ପ୍ରକ୍ରିୟା ଏଠାରେ ଡିଟେଲ ଦେଇଛି। ତୁମେମାନେ ଏଇ ଯେ ପିଡିଏଫଟି ଆବଶ୍ୟକତା କରୁଛନ୍ତି, ତେଣୁ ମୁଁ ଭିଡ଼ିଓର ଡେସ୍କ୍ରିପସନରେ ଏଇ ପିଡିଏଫ ଲିଙ୍କ ଦେଇଛି। ତୁମେମାନେ ଚାହିଁଲେ ତାକୁ ଡାଉନଲୋଡ କରିପାରିବେ, ନଚେତ ତୁମେ www.khordha.nic.in କି ଯାଇ ମଧ୍ୟ ଏହାକୁ ପାଇପାରିବ। ସାଙ୍ଗମାନେ ଏଟା ଦେଖିନିଅ ଆବେଦନ ପତ୍ର ବା ଆପ୍ଲିକେସନ ଫର୍ମଟି ଏ ତ ଓଡ଼ିଆରେ ସବୁ ଲେଖା ଅଛି, ତୁମେ ଏହାକୁ ପଢ଼ିବ। ଦେଖ କେମିତି ଏଇଟା ଗୋଟେ ପାସପୋର୍ଟ ସାଇଜ ଫଟୋ ମାରିବ, ଆବେଦନ କରିବାକୁ ଥିବା ପଦବୀର ନାମ ଲେଖିବ, ଆବେଦନକାରୀଙ୍କ ନାମ ଇଂରାଜୀରେ ଲେଖିଲ କ୍ୟାପିଟାଲ ଲେଟର ଲେଖିବ, ପିତାଙ୍କ ନାମ ଇଂରାଜୀରେ ଲେଖିଲେ ତାଙ୍କୁ କ୍ୟାପିଟାଲ ଲେଟର ବଡ଼ ଲେଟର ଲେଖିବ, ବର୍ତ୍ତମାନ ଯୋଗାଯୋଗ ଠିକଣା, ସ୍ଥାୟୀ ଠିକଣା। ଦେଖିନିଅ ଏ ଫର୍ମଟି ଡିଟେଲ ଏହାକୁ ପଢ଼ିକି ଫିଲଅପ୍ କରିବେ। ଦେଖ ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଏଠି ସମ୍ପୂର୍ଣ୍ଣ ସ୍ୱାକ୍ଷର, ସ୍ଥାନ ଓ ତାରିଖ ଏଠାରେ ଡିଟେଲ ମେନସନ କରିବେ। ଦେଖ ଏଇ ଫର୍ମଟି ମଧ୍ୟ ଏଇ ପିଡିଏଫ ଫାଇଲ ସହିତ ବା ପିଡିଏଫ ଫାଇଲ ସହିତ ଏଟା ଯେଉଁ ସଂଲଗ୍ନ ଅଛି। ତୁମେ ଫର୍ମଟି ମଧ୍ୟ ସେଇ ପିଡିଏଫ ଫାଇଲ ବା ପିଡିଏଫ ଲିଙ୍କ ଯେଉଁ ଦେଇଥିବି ତା ଦେହରେ ମଧ୍ୟ ଫର୍ମଟା ଆଟାଚ ଅଛି। ତୁମେମାନେ ତାକୁ ଡାଉନଲୋଡ କରିପାରିବେ। ଯେଉଁମାନେ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତୁମେମାନେ ଭିଡ଼ିଓର ଡେସ୍କ୍ରିପସନ ଦେଇଅଛି, ଭିଡ଼ିଓର ଡେସ୍କ୍ରିପସନରେ ଏଇ ଲିଙ୍କ ଦେଇଅଛି, ତୁମେମାନେ ଚାହିଁଲେ ମଧ୍ୟ ଏହାକୁ ଡାଉନଲୋଡ କରିପାରିବେ। ରହିଲି, ଜୟ ଜଗନ୍ନାଥ।